ଦେଖାଉଥିବ ଏବେ ନଈରେ ଗୋଟେ ଗେଣ୍ଡାଳିଆ ପକ୍ଷୀ ପଶିଛି। ତ ହ୍ୟାଲୋ ଫ୍ରେଣ୍ଡସ୍, ମୋର ଆଉ ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଫ୍ରେଣ୍ଡସ୍, ଯେହେତୁ ମୋର ବାବା ମାମାଙ୍କର କାଲି ଆନିଭର୍ସରୀ ଥିଲା, ସେଥିପାଇଁ ମୁଁ ଗୋଟେ ତାଙ୍କମାନଙ୍କ ପାଇଁ ଗୋଟେ ଫଟୋ ଫ୍ରେମ୍ର ଗିଫ୍ଟ ଆଣିଥିଲି, ଯେଉଁଥିରେ ରାଧାକ୍ରିଷ୍ଣ ଥିବେ। ଏଗୁଡ଼ାକ ହେଲା ସେଇ ଫଟୋ ଫ୍ରେମ୍ ଯେଉଁଥିରେ ରାଧାକ୍ରିଷ୍ଣ ଅଛନ୍ତି। ଏଇଟା ସେଇ ଫଟୋ ଫ୍ରେମ୍ ଯେଉଁଥିରେ ରାଧାକ୍ରିଷ୍ଣ ଅଛନ୍ତି। ତ ଏଇ କର୍ଣ୍ଣର ଗୁଡ଼ାକ ସବୁ ଚିରା ହେବ, ଚିରିକି କଢ଼ା ହେବ ଏରାକ। ତ ଏ ଘଣ୍ଟାଟାକୁ ଏବେ ମୁଁ ଏଇ ଜାଗାରୁ କାଢ଼ି ସାରିଛି, କଣ୍ଟା ଲାଗିଥିଲା ଯେଉଁ ଏଠି ସେଠି। ତ ଏବେ ଏଇ ଜାଗାରେ ଭାବୁଛି ମୁଁ ୟାକୁ ଲଗେଇବା ପାଇଁ। ମାନେ ବାହାରେ ଏବେ ମୁଁ ଆମ ଦାଣ୍ଡରେ ଠିଆ ହେଇଛି, ତ ବହୁତ ଖରା ହେଉଛି ଏଠି। ତ ସବୁବେଳେ ଏବେ ଯେହେତୁ ଖରା ଦିନ ଆସିଲାଣି, ତ ସବୁବେଳେ ଖରା ହିଁ ହେବ ନା। ତ ମୋ ଗୋଡ଼ ତଳେ ଏବେ ଗୋଟେ ଛୋଟ କୁକୁର ଶୋଇଛି। ତ ତାକୁ କାଲି ସିଏ ଆମର ଏ ଜାଗା ଛାଡ଼ି ଆଉ ଗୋଟେ ଜାଗାକୁ ଯାଇଥିଲା। ତ ତା ଗୋଡ଼ ଭାଙ୍ଗି ଯାଇଥିଲା, ତାକୁ ଏଇଠି ରଖିଥିଲୁ ଆମେ। ତା ଯେମିତି ଗୋଡ଼ ଭଲ ହେଲା, କାଲି ସିଏ ଆଉ ଗୋଟେ ଜାଗାକୁ ଯାଇଥିଲା। ତାକୁ ସେଠି 4-5 ଜଣ କୁକୁର କାମୁଡ଼ି ଦେଇଛନ୍ତି। ଆଉ ସିଏ ଏବେ ଏଠି ଅଛି, ସିଏ ଟୋଟାଲି ହଲି ପାରୁନି। ତ ଯାଉଛି, ଯଦି ଅଳ୍ପ ବାଟ ଚାଲିକି ଯାଉଛି ପୁଣି ପଡ଼ିଯାଉଛି। ତ ମୁଁ ଆପଣମାନଙ୍କୁ ସେ କୁକୁରଟାକୁ ଦେଖାଉଛି। ସିଏ ଏବେ ମାଟି ଫାଟି ପୁରା ପଙ୍କ ହେଇକି ଅଛି। ତ ଦେଖିପାରୁଥିବେ ଦେହ ଯାକ ପୁରା ପଙ୍କ ହେଇକି ଅଛି ସେ କୁକୁରଟା। ସେ ଆସ୍ତେ ଆସ୍ତେ ଯଦି ଏଠୁ ଏଯାଏଁ ଚାଲିକି ଆଉଛି ତ ଏଠୁ ଗଡ଼ି ପଡ଼ୁଛି, ତ ଯଦି ସେଠୁ ସେ ଯାଏଁ ଚାଲିକି ଯାଉଛି ସେଠି ଗଡ଼ି ପଡ଼ୁଛି। ତ ତା'ର ଏମିତିରେ ତ ହାତ ଭଙ୍ଗା ଥିଲା, ତ ଆହୁରି ସେଥିରେ ପୁଣି ଚାଲିପାରୁନି। ତା ମୁଣ୍ଡକୁ ଏଠି ଏ ଜାଗାକୁ କାମୁଡ଼ି ଦେଇଛନ୍ତି। ଦେଖିପାରୁଥିବେ ଖାଇବାକୁ କେମିତି ହେଉଛି ସେ। ମୁଁ ଆପଣମାନଙ୍କୁ ଗୋଟେ ଏମିତି ଗୋଟେ ଗଛ ଦେଖେଇବି, ଯେଉଁଟା ମୁଁ 4th କ୍ଲାସ୍ରେ ପଢ଼ୁଥିଲା ବେଳେ ଆଣିଥିଲି। ତ ଏଡ଼ିକିଟିଏ ସମାନ ମୁଁ ହେଇଥିଲି ସେତେବେଳେ ଆଣିଥିଲି। ତ ସେତେବେଳେ ମୁଁ ଫୁଲ ତୋଳିବାକୁ ଯାଏ। ଆମର ପାଖରେ ଗାଁ ପାଖରେ ଗୋଟେ ଫୁଲ ଗଛ ବହୁତ ଗୁଡ଼ାଏ ଥାଏ, ସେଠୁ ମୁଁ ଫୁଲ ଆଣିବାକୁ ଯାଏ। ତ ମୁଁ ଏଡ଼ିକିଟିଏ ହେଲେ ଆଣିଥିଲି, ସେ ଏବେ ବି ସେଡ଼ିକିଟିଏ ହେଇକି ଅଛି, ଅଳ୍ପ ବଢ଼ିଛି। ତ ମୋରି ହାଇଟ୍ରେ ହିଁ ଅଛି, ଦେଖିପାରୁଥିବେ। ଏଇଟା ହେଲା ସେଇ କନିଆରୀ ଫୁଲ ଗଛ। ତ ଏବେ ବି ସେଡ଼ିକିଟିଏ ଅଳ୍ପ ବଢ଼ିଛି। ତ ଏ ଗଛଟା ପୁରା ବଢ଼ୁନି, ମୋତେ ଲାଗୁଛି ଯେ ଖରା ନ ପାଇବା କାରଣରୁ ଏ ଗଛଟା ବଢ଼ୁନି। ଆପଣମାନେ କମେଣ୍ଟ କରି ନିଶ୍ଚିତ ଜଣାଇବେ ଏ ଗଛଟା କାହିଁକି ବଢ଼ୁନି। ତ ବଢ଼ୁଛି କିନ୍ତୁ ବହୁତ ସ୍ଲୋରେ ବଢ଼ୁଛି। ଦେଖ, ମୁଁ ଆଣିଥିଲି, ମୁଁ ଯେଡ଼ିକିଟିଏ ହେଇଥିଲି ସେଡ଼ିକିଟିଏ ଗଛ ଆଣିଥିଲି, ଏବେ ଯେଡ଼ିକିଟିଏ ଅଛି, ଏ ଗଛଟା ସେଡ଼ିକିଟିଏ। ଗଛଟା ସମାନ ଏଇ ଗଛ ସାଇଡ଼୍ରେ ହେଇଥିଲା, ମୁଁ ଆଣିଥିଲି। ତ ଏବେ ଏଇଟା ତା ମୂଳରେ ହେଇଛି। ତ ଗଛଟା ସମାନ ମୋରି ହାଇଟ୍ର ହେଇସାରିଲାଣି। ତ ଟିକାଟେ ବଡ଼, ତ ମାତ୍ର ଅଳ୍ପ ବଢ଼ିଛି। ତ ଏଇ ଟାଇମ୍ରେ ଚାରିପଟେ ବହୁତ ଗୁଡ଼ାଏ କନିଆରୀ ଗଛ ହେଇଥିଲା। ତ ସେଇ ଗଛ ସେ ଗଛ ହଣା ସରିଲାଣି। ଆଉ ଏ ଗଛ ଏବେ ବି ବଢ଼ୁନି, ଏ ଗଛ ସେଡ଼ିକିଟିଏ ହେଇଛି। କେବେ ଫୁଲ ଦେବ ମୁଁ ଭାବୁଛି ସେଇ କଥା। ଦେଖାଉଥିବ ଏବେ ନଈରେ ଗୋଟେ ଗେଣ୍ଡାଳିଆ ପକ୍ଷୀ ପଶିଛି। ତ ଚିଲିକା ଆମ ଏ ଜାଗାରୁ ଅଳ୍ପ ଦୂର ହେଇଥିବାରୁ ଏ ଗେଣ୍ଡାଳିଆ ପକ୍ଷୀ ସବୁବେଳେ ଆସୁଛନ୍ତି। ତ ଆପଣମାନଙ୍କୁ ଛୋଟ ଦେଖାଯାଉଥିବ, ସିଏ ପାଖରେ ବହୁତ ବଡ଼। ତ ମୁଁ ତା ପାଖକୁ ଗଲେ ସେ ପଳେଇବ। ତଥାପି ଆପଣମାନଙ୍କୁ ଆଉ ଟିକେ ପାଖକୁ ଯାଇ ଦେଖିବାକୁ ଚାହୁଁଛି ମୁଁ। ତ ମୁଁ ପୁରା ଧୀରେ ଧୀରେ ଯାଉଛି, ଆପଣମାନଙ୍କୁ ଦେଖାଉଛି। ମୁଁ ସେ ପାଖରୁ ବହୁତ ବଡ଼ ଦେଖ, ଦୂର ପଛକୁ ଘୁଞ୍ଚିଗଲାଣି। ତ ଏଇଠୁ ଅନ୍ଦାଜିଆ ଲଗାଇ ପାରୁଥିବ ସେ ପକ୍ଷୀଟା କେତେ ବଡ଼। ତ ବହୁତ ବଡ଼ ସେ ପକ୍ଷୀ। ଏଇଟା ତ ତାଠୁ ଟିକେ ଛୋଟ, ଆଠୁ ବି ବଡ଼ ବଡ଼ ଆସୁଛନ୍ତି ଏ ଜାଗାକୁ। ଦେଖିପାରୁଥିବ କେତେ ବଡ଼ ହେଇଛି ସେ ପକ୍ଷୀଟା। ନାଁ ହେଲା ଗେଣ୍ଡାଳିଆ। ତ ଏଇପଟ ଏରିଆକୁ ସବୁବେଳେ ଆସନ୍ତି, 5-6 ଆସନ୍ତି। ଆଜି ଏଇ ଗୋଟାକ ରହିଯାଇଛି। ତ ଇଏ ସବୁବେଳେ ନଈ ସାଇଡ଼ରୁ ମାଛ ଖାଆନ୍ତି ଆମର ଏପଟେ। ତ ମୁଁ ଏବେ ୟାକୁ ଉଡ଼େଇକି ଦେଖୁଛି ଆପଣମାନଙ୍କୁ। ସେ ପୁରା ପଙ୍ଖ ମେଲେଇଲେ ବହୁତ ବଡ଼। ତ ତଳୁ ଗୋଟେ ଟେକା ନେଇ ଆପଣମାନଙ୍କୁ ମୁଁ ଦେଖାଉଛି ଉଡ଼େଇକି ୟାକୁ। ଦେଖିପାରୁଥିବେ କେତେ ବଡ଼ ସିଏ, ସମାନେ ବହୁତ ବଡ଼। 5-6 ଗେଣ୍ଡାଳିଆ ସବୁବେଳେ ଆମର ଆସିକି ଏଠି ବସୁଛନ୍ତି ଆଉ ମାଛ ଖାଉଛନ୍ତି। ତ ଆମ ନଈ ତ ବହୁତ ବଡ଼, ତ ଆପଣମାନଙ୍କୁ ଗୋଟେ ଭିଡ଼ିଓରେ ତ ଦେଖେଇ ହେବନି। ତ ମୁଁ ବାସ୍ ଏତିକି ଦେଖେଇ ଦେଉଛି। ଆମ ତୋଠରୁ ମୁଁ ଆଉ ଗୋଟେ ତୋଠକୁ ଆଇଛି, କେତେ ଲମ୍ବା ସେ ତୋଠଟା। ଆଉ ଜଣଙ୍କ ତୋଠ ତ ଦେଖିପାରୁଥିବେ ଏଇଠୁ। ଆଉ ଆମ ତୋଠ ସେପଟେ ଲାଷ୍ଟରେ ରହିଲା। ଅଛନ୍ତି 2ଟା ସାରଣା ଆଉ ସବୁ ବାଉଁଶ ପାତିଆ ମାଛ। ତ ପ୍ରାୟ ବଞ୍ଚିଛନ୍ତି, ପ୍ରାୟ ମରିଗଲେଣି। ତ ସବୁ ଯାକ ମାଛ ଏ ନଈରୁ ଧରା ହେଇଛି। ତ ଆହୁରି କେତେ ମାଛ ଏଥିରେ ଧରା ହେବ। ତ ବହୁତ ମାଛ ଧରା ହେଉଛି। ତ ଏଇଟା ବଡ଼ ସାରଣା 2ଟା ଅଛନ୍ତି, ଆଉ ଏଠି ଗୋଟେ ବାଉଁଶ ପାତିଆ 3-4ଟା ଖଣ୍ଡେ ଅଛନ୍ତି, ବଞ୍ଚିଛନ୍ତି। ଆଉ ସବୁ ମରିଗଲେଣି। ଆମର ଯେଉଁଠି ଆମେ ନଈଠି ଆସିକି ବସୁ, ସେ ଜାଗାରୁ ଆମକୁ ବାବା ଚଣ୍ଡିହାର ଦେବଙ୍କ ମନ୍ଦିର ଦେଖାଯାଉଛି। ମୁଁ ଆପଣମାନଙ୍କୁ ଜୁମ୍ କରି ଦେଖାଉଛି। ତ ଏବେ ଏଠି ଦେଖିପାରୁଥିବେ, ମୁଁ ଆପଣମାନଙ୍କୁ ଜୁମ୍ କରି ଦେଖାଉଛି। ଆପଣମାନଙ୍କୁ ଦେଖାଯିବ କି ନାହିଁ ଜଣା ନାହିଁ ମୋତେ। ତ ଦେଖ, ଏ କାଠ ସାଇଡ଼୍ରେ ଦେଖାଯାଉଛି ମନ୍ଦିର। ତ ଏଇଠୁ ପାଖାପାଖି 3-4 କିଲୋମିଟର ହେବ।